ଜାଣନ୍ତୁ ମାର୍ଚ୍ଚ 8ରେ କେଉଁମାନଙ୍କୁ ମିଳିବ 10,000 ସୁଭଦ୍ରା ଟଙ୍କା। ତେବେ ଯଦି ଆପଣ ବି ସୁଭଦ୍ରା ସ୍କିମରେ ଆବେଦନ କରିଛନ୍ତି, ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି, ତେବେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନଙ୍କୁ ମିଳିବାକୁ ଯାଉଛି 10,000। ହେଲେ ଏଥର କାହାକୁ ମିଳିବ ଏନେଇ ଆସିଗଲା ଆଉ ଏକ ବଡ଼ ସୂଚନା, ଯାହା ଆପଣ ବି ସମସ୍ତେ ଜାଣି ରଖିବା ନିହାତି ଜରୁରୀ। ଜାଣିବା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ମାର୍ଚ୍ଚ 8ରେ କିଛି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ 10,000 ଟଙ୍କା ମିଳିବ। ତେବେ ଜାନୁଆରୀ ଶେଷ ସୁଦ୍ଧା 1 କୋଟି ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ତେବେ କେହି ବି ଜଣେ ଯୋଗ୍ୟ ହିତାଧିକାରୀ ଯେମିତି ବଞ୍ଚିତ ନ ହୁଅନ୍ତି, ସୁଭଦ୍ରା ସ୍କିମରୁ ତା ଉପରେ ସରକାର ଗୁରୁତ୍ୱ ଦେଉଥିବା ପ୍ରଭାତୀ ସ୍ପଷ୍ଟ କରି ଆସୁଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି କିଛି ମହିଳାଙ୍କୁ 10,000 ଟଙ୍କା ମିଳିବ। ତେବେ ସୁଭଦ୍ରା ଯୋଜନାରେ ଅନେକ ମହିଳା ଆପ୍ଲାଏ କରିଥିଲେ ମଧ୍ୟ ସେମାନଙ୍କୁ ଏଯାବତ୍ ଟଙ୍କା ମିଳିନାହିଁ। ତେବେ ସେମାନଙ୍କୁ ଚତୁର୍ଥ ପର୍ଯ୍ୟାୟରେ ମିଳିବ ବୋଲି ଆଶା ମଧ୍ୟ କରୁଥିଲେ। ହେଲେ ଏମିତି ବି କିଛି ହିତାଧିକାରୀ ଅଛନ୍ତି ଯାହାଙ୍କୁ ମଧ୍ୟ ମିଳିନାହିଁ। ତେବେ ଏହି ମଧ୍ୟରେ ସେମାନଙ୍କୁ ମାର୍ଚ୍ଚ 8ରେ 10,000 ମିଳିବ ବୋଲି ସୂଚନା ମଧ୍ୟ ରହିଛି। ହେଲେ ଜାଣି ରଖନ୍ତୁ, ସେମାନଙ୍କୁ ଇକେୱାଇସି କରାଇ ନେଇଥିବା ଜରୁରୀ। ଖାଲି ସେତିକି ନୁହେଁ, ସେମାନଙ୍କର ଏନପିସିଆଇ ମଧ୍ୟ କ୍ଲିୟର ରହିଥିବା ଆବଶ୍ୟକ, ଯାହା ଫଳରେ ସରକାର ଟଙ୍କା ପଠାଇଲେ ବି ସେମାନଙ୍କ ଖାତାରେ ଜମା ହୋଇଯିବ 10,000। ହେଲେ ଯେଉଁମାନଙ୍କୁ 5,000 ମିଳିସାରିଛି ପ୍ରଥମ କିସ୍ତି ବାବଦର, ସେମାନଙ୍କୁ ଆଉ 5,000 ମିଳିବ ମାର୍ଚ୍ଚ 8ରେ। ତେବେ ଯେଉଁମାନେ ଟୋଟାଲ ଉପରେ ପାଇନାହାନ୍ତି, ସେମାନଙ୍କୁ ମୋଟ 10,000 ମିଳିଯିବ। ସେହିପରି ମାର୍ଚ୍ଚ 30ରେ ଆବେଦନ କଲେ ବି ଏକାଥରେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି। ତେବେ ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନ କଲା ଯାଏ ଚାଲିବ ପଞ୍ଜୀକରଣ ବୋଲି ସରକାରଙ୍କ ତରଫରୁ ମିଳିଛି ସୂଚନା। ତେବେ ଆପଣ ଯଦି ଭାବୁଥିବେ କେଉଁମାନଙ୍କୁ ଟଙ୍କା ମିଳିବ, ତେବେ ଲିଷ୍ଟ ଦେଖିବା ପାଇଁ ହେଲେ ଯାହାର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।